ଆମେ ତ ତାଙ୍କଠୁ ବହୁତ ଛୋଟ ହେଲେ ତାଙ୍କ ସହିତ ଭେଟିଛୁ ଆମେ ଛୋଟ ସମୟରୁ ତାଙ୍କୁ ଜାଣୁ ଯେନ୍ ଟାଇମ୍ରେ ତାଙ୍କର ଗ୍ରୋ ହେଉଥିଲା ଯେନ୍ ଟାଇମ୍ରେ ସେ ଅଡ଼ିସନ୍ ମାନେ ଦେଉଥିଲେ ସିଙ୍ଗିଂ କମ୍ପିଟିସନ୍ ମାନେ ଯାଉଥିଲେ ସେ ଟାଇମ୍ରେ ଆମେ ତାଙ୍କୁ ଭେଟିଛୁ ତାଙ୍କର ସାଙ୍ଗେ କଥା ଲାଗିଛୁ ଆଉ ସେ ଗୋଟେ ଆମର ସମସ୍ତଙ୍କର ଲାଗି ବହୁତ ବଡ଼ ଇନ୍ସପିରେସନ୍ ଏ ଆଉ ଯେତେବେଳେ ଆମେ ତାଙ୍କର ସାଙ୍ଗେ ଭେଟୁଥିଲୁ ଏନ୍ତା କିଛି ନି ଲାଗୁଥାଏ କି ସେ ଗୋଟେ ମାନେ ସେଲିବ୍ରିଟିଟେ ଆଉ ସେ ଆମର ସାଙ୍ଗେ ବହୁତ ଭଲସେ କଥା ଲାଗୁଥିଲେ ଆମେ ଯେତେବେଳେ ତାଙ୍କର ସାଙ୍ଗେ କଥା ହେଉଥିଲୁ ଆମକେ ଚିହ୍ନୁଥିଲେ ଆଉ ଭଲ ଅଛନ୍ ଗାଁରେ ସମସ୍ତେ ଭଲ ଅଛନ୍ ଗାଁରେ ସବେ କେନ୍ତା ଅଛନ୍ କାଣା ଅଛନ୍ ସବୁ ବିଷୟ ସେ ପଚାରୁଥିଲେ ଆଉ ଆମର ଲାଗି ବହୁତ ବଡ଼ ଗର୍ବଟେ ସେ ଥିଲେ ଆଉ ଆମର ୟୁଥ୍ ପିଲାମାନେ ବି ଅଛୁ ଆମେ ପିଲାମାନେ ଯେନ୍ମାନେ ବହୁତ ତାଙ୍କର ଲାଗି ଆମେ ଗର୍ବ ଅନୁଭବ କରୁଥିଲୁ ଯେନ୍ ଜାଗାରେ ଗଲେ ବି ଲୋକେ ଆମକେ ତାଙ୍କର ପରିଚିତ ତାଙ୍କର ଗାଁର ପିଲା ତାଙ୍କର ରିଲେଟିଭ୍ ପିଲା ବୋଲିକରି ଜାଣୁଥିଲେ ଆଉ ସେମାନେ ବହୁତ ଖୁସି ହେଉଥିଲେ ଆମମାନକେ ଦେଖିକରି ବାକି ଆଜି ସେ ଆମର ଭିତରେ ନେଇନ ଆରୁ ଏତେ କମ୍ ବୟସରେ ସେ ସମସ୍ତଙ୍କୁ ଛାଡ଼ିକି ଚାଲିଯିବେ ବିଶ୍ୱାସ କରିହେଉନି। ଏଇଟା ତ ବିଲକୁଲ ବିଶ୍ୱାସ ଆମେ କରିପାରୁନା ଯେହେତୁ ଆମର ଗୋଟେ ହୋପ୍ ଥିଲା ଯେ ସେ ନିହାତି ଭଲ ହେବେ ଆଉ ଫେର୍ ଥରେ ତାଙ୍କର କାର୍ଯ୍ୟ ସେ କରିବେ ଆଉ ଯେମିତି ସେ ନାଁ କମେଇଥିଲେ ଆଉ ସେଥିରେ ଆଗକେ ଆହୁରି ବଢ଼ବେ ବୋଲିକରି ଆମେ ଭାବିଥିଲୁ କିନ୍ତୁ ପ୍ରଭୁଙ୍କର ଇଚ୍ଛା ତାଙ୍କର କୋଳକୁ ନେଇଗଲେ। ଦେଖନ୍ତୁ ଅଳ୍ପ ବୟସରେ ତାଙ୍କର ବିୟୋଗ ହୋଇଛି ଏବଂ ଯଦି କହିବା ସଙ୍ଗୀତ ଜଗତରେ ସେ ଶିଖରକୁ ଛୁଇଁଥିଲେ 36 ବର୍ଷ ବୟସରେ ଶିଖରକୁ ଛୁଇଁଥିଲେ ଏବଂ ବର୍ତ୍ତମାନ ଯେହେତୁ ସେ ଆଉ ନାହାନ୍ତି ତାଙ୍କର ଆରପାରିକୁ ସେ ଯିବା ପରେ ପରିବାର ପରିଜନ ଶୋକ ସନ୍ତପ୍ତ ଅଛନ୍ତି। ଆଜ୍ଞା ଯେଉଁ କବର ଦିଆଯିବ କେଉଁ ଜାଗାରେ କବର ଦିଆଯିବ କେମିତି କ'ଣ ରୀତିନୀତି? ଆଜ୍ଞା ଦେଖୁନ୍ ଯେତେବେଳେ ତାର ଛୋଟ ଭାଇ ନିମେଶ ସାଗର ଥିଲା ତ ଟିଟଲାଗଡ଼ ତାଙ୍କୁ କବର ଦିଆହେଇଥିଲା ମୋର କାକାକୁ କବର ଦିଆହେଇଥିଲା ଆଉ ଯେହେତୁ ତାଙ୍କର ପରିବାର ସେମାନେ ସମସ୍ତେ ଅଛନ୍ ତ ସେଥିଲାଗି ଆମେ ଟିଟଲାଗଡ଼ ଆମ ସିଏନ୍ଏ ଚର୍ଚ୍ଚର ସେନ ସବୁ ବ୍ୟବସ୍ଥା କରାହେଇଛେ ଆଉ ସେ ଜାଗାରେ କର୍ମୁ। ଆଉ ଗୋଟେ ଦେଖନ୍ତୁ ଟିଟଲାଗଡ଼ରେ କବର ଦିଆଯିବ କିନ୍ତୁ ଗାଁ ଲୋକେ ପରିବାର ପରିଜନ ଏବେ ସମସ୍ତେ ଚାହିଁ ରହିଛନ୍ତି ଯେ ଶେଷ ଦର୍ଶନ କରିବେ ହ୍ୟୁମାନ ସାଗରକୁ ଶେଷ ବିଦାୟ ଦେବେ।